ଅସ୍ଥି ସଞ୍ଚୟନ ବିଧି ଶୁଣ ଦେଇ ମନ, ଶ୍ମଶାନକୁ ଯିବ ପୁତ୍ର କୁଟୁମ୍ବ ନେଇନ। ସ୍ନାନ କରି ପ୍ରଥମରେ ଦେହ ଶୁଦ୍ଧ କରି, ଶ୍ମଶାନରେ ପ୍ରବେଶିନ ମନେ ଭକ୍ତି ଧରି। ଶବ ପରି ପିତୁଳାଏ ନିର୍ମାଣ କରିବ, ଉନି ସୂତ୍ର ବେଷ୍ଟନ ଯେ ତହିଁ କରାଇବ। ତାହାକୁ ପବିତ୍ର ପରିଧାନ କରାଇବ, ଶ୍ମଶାନବାସୀମାନଙ୍କୁ ସମ୍ବୁଧି କହିବ। ମାଂସ ବଳି ଦେଉଅଛି ବିଧାନରେ ମୁହିଁ, ଗ୍ରହଣ କରିବ ମୋର ପରେ ଦୟା ବହି। ଭୂଦେବ ଜମାୟ ସ୍ୱାହା ଏହି ମନ୍ତ୍ର ବର, ମୁଖେ କହି 3 ଥର ବୋଲିନ ସେଠାର। ତାହାପରେ ଜଳ ଆଣି ସେ ଚିତା ଅଗ୍ନିରେ, ସିଞ୍ଚନ କରିବ ଅଗ୍ନି ଶାନ୍ତି ନିମିତ୍ତରେ। ଯେଉଁ ସବୁ ଅସ୍ଥିମାନ ସେହିଠାରେ ଥିବ, ସେହି ଅସ୍ଥିର ମଧ୍ୟରୁ ଗୋଟିଏ ଆଣିବ। ସେହି ଅସ୍ଥିକୁ ପଳାଶ ପତ୍ରେ ନେଇ ଥୋଇ, ନୀରକ୍ଷୀରରେ ସେ ଅସ୍ଥି 3 ବାର ଧୋଇ। ତହୁଁ ମୃତ୍ତିକା ପାତ୍ରରେ ଅସ୍ଥିକୁ ରଖିବ, ଯଥା ନିୟମରେ ତହିଁ ଶ୍ରାଦ୍ଧ ଯେ କରିବ। ଦାହ ସ୍ଥାନକୁ ଶୀତଳ କରିନ ଜଳରେ, ଗୋମୟରେ ଲିପି ଦେବ ତ୍ରିକୋଣ ଆକାରେ। ସେ କୋଣ ଦକ୍ଷିଣ ପଶ୍ଚିମ ଉତ୍ତରେ ହେବ, ଦକ୍ଷିଣ ମୁଖରେ 3 କୋଣେ ପିଣ୍ଡ ଦେବ। ତହୁଁ ଚିତା ଭସ୍ମ ସର୍ବ ଏକତ୍ର କରିବ, 3 ପାଦ ପ୍ରମାଣରେ ତାକୁ ଗଦାଇବ। ସେ ଭସ୍ମ ଉପରେ ଏକ ଜଳକୁମ୍ଭ ନେଇ, ଯତ୍ନ କରି ନ ରଖିବ ଯେହ୍ନେ ନ ପୋଡ଼ଇ। ତଦପରେ ଚାଉଳକୁ ଅଗ୍ନିପକ୍ୱ କରି, ଦଧିଘୃତ ଆଦି ତହିଁ ବିଧି ମତେ ଭରି। ଜଳ ସହିତରେ ପ୍ରେତକୁ ଯେ ବଳି ଦେବ, ମିଷ୍ଟ ପଦାର୍ଥ ଥିଲେକ ତହିଁ ଗୋଳି ଦେବ। ସେ ଶୀତଳ ଦେଇ 15 ପାଦ ଯିବ, ଉତ୍ତର ମୁଖ ହୋଇନ ଗମନ କରିବ। 15 ପଦଠାରେ ଗର୍ତ୍ତେକ ଖୋଳିବ, ପାତ୍ରରେ ଥିବା ଅସ୍ଥିକୁ ତହିଁ ପୋତି ଦେବ। ସେ ଅସ୍ଥି ଉପରେ ନିଜ ନାମ ଗୋତ୍ର କହି, ପିଣ୍ଡ ଦେବ ବିଧି ମତେ ଶାସ୍ତ୍ରରେ ଅଛଇ। ଏହି ପିଣ୍ଡ ଦେଲେ ପ୍ରେତ ଦେହୁ ଦାହମାନ, ତକ୍ଷଣେ ଦୂର ହୁଅଇ ଶାସ୍ତ୍ରର ପ୍ରମାଣ। ତଦପରେ ସେ ଗର୍ତ୍ତରୁ ଅସ୍ଥି ପାତ୍ର ନେବ, ପୁଷ୍କରଣୀ ଅବା ନଦୀ ନିକଟକୁ ଯିବ। ସେଠାରେ ସେହି ପାତ୍ରକୁ ଧୋଇବ ଦୁଗ୍ଧରେ, ବାରମ୍ବାର କରିଣ ତା ଧୋଇବ ଜଳରେ। ସେହି ଅସ୍ଥିକୁ ଚନ୍ଦନେ ଚର୍ଚ୍ଚିତ କରିବ, ହରିଦ୍ରା କୁଙ୍କୁମ ତାହା ଉପରେ ଲେପିବ। 2 ହାତରେ ଧରିନ ସେ ଅସ୍ଥି ଭକ୍ତିରେ, ଲଗାଇବ ତାହା ହୃଦୟରେ ମସ୍ତକରେ। ପରିକ୍ରମା କରି ନମସ୍କାର ଯେ କରିବ, ଗଙ୍ଗା ଜଳରେ ନେଇ ପୁତ୍ର ପକାଇବ। ଅନ୍ତର୍ଦଶାହ ମଧ୍ୟରେ ଅସ୍ଥିକୁ ଯାହାର, ଗଙ୍ଗା ଜଳେ ପକାଇ ନ ପାରେ ତାକୁ ମର। ସେହି ଅସ୍ଥି ଗଙ୍ଗା ଜଳେ ଯେତେ ବର୍ଷ ଥିବ, ସେତେ ବର୍ଷ ସେହି ଲୋକ ସ୍ୱର୍ଗରେ ବସିବ। ଏଥିରେ ସନ୍ଦେହ ନାହିଁ ଜାଣ ପକ୍ଷୀବର, ଯେହୁ ସୁପୁତ୍ର କୁଳର କରେ ଏ ପ୍ରକାର। ସେ ପୁତ୍ର ଧର୍ମ କଥନେ ଦେବ ଅସମର୍ଥ, ସେପରି ପୁତ୍ର ଜନ୍ମିବା ଅଟଇ ଯେ ସ୍ୱାର୍ଥ। ଗଙ୍ଗା ଜଳର ମହିମା କି କହିବି ମୁହିଁ, ଯେ ଜଳ ଲହରୀ ବିନ୍ଦୁ ଯେତେ ଦୂର ଯାଇ। ପାପମାନଙ୍କୁ ଯେ ସେହି କରଇ ଦହନ, ସେ ଜଳ ବିନ୍ଦୁ ମାତ୍ରକ ପାଇଲେ କେ ଜନ। ସକଳ କଳ୍ମଷ ତାର ଦହନ ହୁଅଇ, ଗଙ୍ଗାର ନାମ ଧରିଲେ ଜୀବ ମୁକ୍ତି ହୋଇ। ବାମନାବତାରେ ମୋର ପାଦୁ ସେହି ଜାତ, ବ୍ରହ୍ମାଙ୍କର କମଣ୍ଡଳେ ହୋଇଛି ସେ ସ୍ଥିତ। ତ୍ରିଲୋକ ତାରିଣୀ ଗଙ୍ଗା ବ୍ରହ୍ମଲୋକେ ଥିଲେ, କପିଳଙ୍କ ଶାପେ ଯହୁ ସଗରକୁ ମରେ। ଦହନ ହୋଇଲେ ତାଙ୍କ ବଂଶ ଅନୁକ୍ଷଣ,
ସେହି ବଂଶେ ଭଗୀରଥ ଜନ୍ମି ଏକ ଦିନ। ପିତୃଗଣଙ୍କର ଅବସ୍ଥାକୁ ଦେଖି ସେହି କଠୋର ତପ କରିଲେ ଖରା ବର୍ଷା ସହି। ନିଦ୍ରା ମୈଥୁନ ଆହାର ସେହି ତ୍ୟାଗ କଲେ। କଠୋର ତପରେ ଗଙ୍ଗା ମାତାଙ୍କୁ ତୋଷିଲେ। ସେହି ତ୍ରିଲୋକ ତାରିଣୀ ଭକ୍ତିର ବଳରେ ସନ୍ତୋଷହୀନ ଭଗୀରଥର ଉପରେ ମର୍ତ୍ତ୍ୟକୁ ଆସନ୍ତେ ତାଙ୍କ ବଂଶ ହେଲେ ମୁକ୍ତ। ସେହି ଦିନୁ ସୁରେଶ୍ୱରୀ ରହିଲେ ମରତ। ଆହେ ପକ୍ଷୀ ବର ମଲା ପରିଜନ୍ତେ ନର। ଯେତେ ଯେତେ ପାପ କରେ ଜ୍ଞାନ ଅଜ୍ଞାନର। ଯେବେ ସେହି ଲୋକ ଅସ୍ଥି ଗଙ୍ଗାରେ ପଡ଼ଇ ସକଳ ପାପ ତାହାର ଯାଏ ଦୂର ହୋଇ। ଯମଦୂତମାନେ ତାଙ୍କୁ ଦଣ୍ଡ ଦେଉଥାନ୍ତି। ଗଙ୍ଗାରେ ଅସ୍ଥି ପଡ଼ନ୍ତେ କାର୍ପଣ୍ୟ ହୁଅନ୍ତି। ଦିବ୍ୟ ତନୁକୁ ଧରଇ ସେହି ଏ ପୁଣ୍ୟରେ ଆମ୍ବର ଶୁଣ ତରାକ୍ଷ କହେ ତ ଆଗରେ। ବ୍ରହ୍ମ ସଲିଳରେ ମୁକ୍ତି ଯେପରି ଅଛଇ ତାହାର ଚରିତ ତତେ କହୁଅଛି ମୁହିଁ। ଶମ୍ଭୁ ନାମେ ଏକ ବ୍ୟାଧ ବନେ ରହିଥାଏ। ଜୀବଜନ୍ତୁଙ୍କୁ ମାରି ନ ଉଦର ପୁରାଏ। କେତେ ଯେ ଜୀବଜନ୍ତୁଙ୍କୁ କରଇ ବିନାଶ ସଂଖ୍ୟା କରି ନ ନହିବ ଜାଣ ପକ୍ଷୀଶ। ଦିନେ କୋଶେ ବ୍ୟାଧ ମୃଗ ୟାକୁ ଯାଇଥିଲା। ପଶୁରାଜ ସିଂହ ତାକୁ ବାଟରେ ଦେଖିଲା। ସିଂହ ଦେଖି ବ୍ୟାଧଶର ମାରିଲା କଜହୁଁ। ଦଇବେ ସିଂହ ଦେହରେ ନ ବାଜିଲା ସେହୁ। ଦଉଡ଼ି ଆସିନ ସିଂହ ବ୍ୟାଧକୁ ନାସିଲା। ତାହାର ମାଂସକୁ ମନ ସୁଖରେ ଖାଇଲା। ସେ ବ୍ୟାଧ ମରନ୍ତେ ଯମ ଦୂତ ଯେ ଆସିଲେ ତାହାର ଆତ୍ମାକୁ ତହୁଁ ବାନ୍ଧି ଘେନି ଗଲେ। ଯମରାଜା ଦେଖିଲେ କ ମହାପାପୀ ସେହି। କାଳମୂତ୍ର ନର୍କେ ପକାଇଲେ ତାକୁ ନେଇ। ବୋଇଲେ ମର୍ତ୍ତେ ଯିବେ ଯେପରି ଆଘାତ। କରୁଥିଲା ଏହାକୁ ରେ ଦୂତେ ସେହି ମତ। ତୀକ୍ଷ୍ଣ ଅସ୍ତ୍ର ମାନଙ୍କରେ କରିବ ପ୍ରହାର। ଯେ ସନକ କଷ୍ଟ ପାଏ ବ୍ୟାଧ ସେ ନର୍କର। ଏଣେ ସିଂହ ତାର ମାଂସ ଖାଇ ଚାଲିଗଲା। ତାହାର ଅସ୍ଥି ଯେ ସେହି ସ୍ଥାନେ ପଡ଼ିଥିଲା। ଦଇବେ ପ୍ରବଳ ବେଗେ ବରଷା ହୁଅନ୍ତେ। ବର୍ଷା ପାଣି ସ୍ରୋତେ ତାର ହାଡ଼ ସେ ବନସ୍ତେ। ଭାସି ଭାସି ଯାଇ ଗଙ୍ଗା ଜଳରେ ପଡ଼ିଲା। ସେହି ପୁଣ୍ୟ ବଳେ ତାର ପାପ ଦୂର ହେଲା। ଚାହୁଁ ଚାହୁଁ ଦିବ୍ୟ ଦେହ ଧରିଲା କ ସେହି। ବିଷ୍ଣୁଦୂତ ମାନେ ମିଳି ଗଲେ ଯାଇ ତହିଁ। ଅକସ୍ମାତେ ବିମାନେ କ ତହିଁ ପ୍ରବେଶିଲା। ଶେଷବର ସେହି ଦେବ ବିମାନେ ବସିଲା। ଅକ୍ଷୟ ସ୍ୱର୍ଗ ଭୁବନେ ବିଜେ କଲା ସେହି। ଗଙ୍ଗା ଦେବୀଙ୍କ ମହିମା ଏସନ ଅଟଇ। ଅଜାମିଳ ମହାପାପୀ ଅଜ୍ଞାନ ପଣରେ ପୁତ୍ର ନାମ ଧରି ମୁକ୍ତି ପାଇଲା ସତ୍ୱରେ। ଯେଉଁ ହରି ନାମ ଧରି ପାପୀ ମୁକ୍ତ ହୋଇ ସେ ହରି ପାଦରୁ ଗଙ୍ଗା ଦେବୀ ଜନ୍ମିଛଇଁ। ତହିଁରେ କି ପାଇଁ ମୁକ୍ତ ନ ହୋଇବ ନରେ। ତ୍ରିଲୋକ ତାରିଣୀ ଗଙ୍ଗା ତେଣୁ ସେ ମର୍ତ୍ତ୍ୟରେ। ଗଙ୍ଗା ମୁକ୍ତି ଦାୟିନୀ ବୋଲିନ ଶତପୁତ୍ର। ଅସ୍ଥି ପକାଇଲେ ପିତା ହୁଅଇ ମୁକତ। ଅସ୍ଥି ସଂଗ୍ରହ ହର କହି ଦେଲୁ ଯେଉଁ ବିଧି। ପୂର୍ବ ଷୋଡ଼ଶ କରମ ଯେ ପିଣ୍ଡ ପ୍ରସିଦ୍ଧି। ଏହା ପରେ ଶୁଣ ବାବୁ ଯେବେ କେହି ଜନ ବନ ପଥେ ବିଦେଶରେ ମୃତ ହୁଏ ପୁଣ। ସର୍ପ ବ୍ୟାଘ୍ର ଅଗ୍ନିଚୌର ଭୟରେ ମରଇ। କିବା ବୃକ୍ଷରୁ ପଡ଼ିନ ତାର ପ୍ରାଣ ଯାଇ। କିବା ନଦୀ ପୁଷ୍କରଣୀ ଜଳେ ବୁଡ଼ି ମରେ। କିବା କୁମ୍ଭୀର ତାହାକୁ ନାଶଇ ଜଳରେ। ତେବେ ତାର ପୁତ୍ର ଶବ ପାଇ ନ ପାରଇ। କେଉଁ ପରି ଏହି କାର୍ଯ୍ୟ ସେହି କରିବଇ। ତାହାର ବିଧାନ ଅଛି ଶୁଣ ଖଗବର। ବୁଝାଇ କହୁଛି ବାବୁ ତହର ଆଗର। ଯେତେବେଳେ ତାର ପୁତ୍ର ପିତୃର ମରଣ ଶୁଣିବ ସେ ତଣ୍ଡୁଳକୁ ଚିକ୍କଣେ ବାଟିନ। ତହିଁରେ ପିତୁଳିଟିଏ ନିର୍ମାଣ କରିବ। ପଳାଶ କାଷ୍ଠକୁ ହାତେ ପ୍ରମାଣରେ ନେବ। ଅବୟବ ମାନଙ୍କୁ ଯେ କରିବ ତହିଁରେ। ତୈଳ ଦୀପ ଜାଳି ତାର ନାଭି ପ୍ରଦେଶରେ
ପ୍ରାଣ ପ୍ରତିଷ୍ଠା ଯେ ସେହି ମୂର୍ତ୍ତିକୁ କରିବ। ଉତ୍ତମ ବ୍ରାହ୍ମଣ ଦ୍ୱାରା ଏହା କରାଇବ। ଗୋତ୍ର ନାମକୁ ଉଚ୍ଚାରି ହଂସ ରୂପୀ ପ୍ରାଣ ମନ୍ତ୍ର ବଳେ ଏଥି ସ୍ଥିତ ହୁଅଇ ଯେ ଜାଣ। ସମସ୍ତ ଇନ୍ଦ୍ରିୟ ଘେନି ବାକ୍ୟ କର୍ମ ମନ ଚକ୍ଷୁ କର୍ଣ୍ଣ ଜିହ୍ୱା ଦନ୍ତ ନାସିକାଦି ପୁଣ ପାଣିପାଦ ଆଦି କରି ଅଙ୍ଗୁଷ୍ଠାଦି ଲୁମ ମନ୍ତ୍ର ବଳରେ ଏସବୁ କରିବ ସ୍ଥାପନ। ସେହି ଦାନ ମୁଦ୍ରା କୋଟି ବସାଇବ ତହିଁ ପୂର୍ବର ପ୍ରାୟେ ବିଷ୍ଣୁଙ୍କ ନାମ ତହିଁ କହି ଆତୁର ଦାନମାନଙ୍କୁ ସେହି କାଳେ ଦେବ। ଦାନର ଶେଷରେ ଦୀପକୁ ଯେ ଲିଭାଇବ ସେ ପ୍ରତିମାକୁ ବିଧାନେ ଶ୍ମଶାନକୁ ନେବ। ଅସ୍ଥି ସଂଗ୍ରହ କାର୍ଯ୍ୟକୁ ବିଧିରେ କରିବ ସେହି ଭସ୍ମମାନଙ୍କୁ ଯେ ଏକତ୍ର କରିବ। ଗଙ୍ଗା ଜଳେ ପକାଇଲେ ପିତୃମୁକ୍ତ ହେବ। ଦଶରାତ୍ର ଆଦି ପ୍ରେତଙ୍କର କର୍ମ ଯେତେ ସେହି ଦିନ ଠାରୁ କରିବ ଯେ ବିଧି ମତେ। ସେହି ଦିବସ ଠାରୁ ଗଣନା କରିବ ବରଷ ଶେଷ ହୁଅନ୍ତେ ବର୍ଷ ଶ୍ରାଦ୍ଧ ଦେବ। ଏପରି କଲେ ତା ପିତା ମୁକତ ହୁଅଇ ପୁତ୍ରର କର୍ତ୍ତବ୍ୟ ଏହି ଶାସ୍ତ୍ର ଯେ କହଇ। ସୁପୁତ୍ର କୂଳେ ଜନ୍ମିଲେ କରଇ ଏ ସନ ଆବର ଶୁଣରେ ବାବୁ ବିନତା ନନ୍ଦନ। ଯେବେ କେହି ନାରୀର ଯେ ପୁତ୍ର ଗର୍ଭ ହୋଇ ସେହି ନାରୀ ଯେବେ ପ୍ରାଣ ତ୍ୟକ୍ତ କରଇ ତେବେ ତାହାର ପତି ଯେ ଅସ୍ତ୍ରକୁ ଧରିନ ସେହି ନାରୀର ଗର୍ଭକୁ ବିଦାରି ବହନ। ଭୂମିରେ ଅବା ଅଗ୍ନିରେ ତାକୁ ସଂସ୍ଥାପିବ। ବାଳକ ଯେବେ ବା ତ୍ୟାଗ କାଳରେ ମରିବ ତେବେ ତାହାକୁ ଗଙ୍ଗାରେ ଦେବ ପକାଇନ। ପୋଡ଼ିବ ନାହିଁ ପୋତିବ ନାହିଁ କଦାଚନ। ଅନ୍ୟ ଦେଶେ ବାଳକର ବିପତ୍ତି ହୋଇଲେ ଭୂମି ସାଇ କରିବଟି ପ୍ରକାଶ ଯେ କାଳେ। 27 ମାସ ଯାଏ ବଞ୍ଚିଥିଲେ ସେହି ଏହି ବିଧାନ କରିବ ଶାସ୍ତ୍ର ଯେ କହଇ। ଏଥିରୁ ଅଧିକ ବର୍ଷ ବାଳକର ହେଲେ ଦହନ କରିବ ବିଧି ଅଛି ତତ୍କାଳେ। ଗଙ୍ଗା ଜଳର ମଧ୍ୟରେ ପକାଇବ ନେଇ ଜଳକୁମ୍ଭ ଦାନକୁ ଯେ ଦେବତାର ପାଇଁ। ଏପରି କରିଲେ ସେହି ପ୍ରେତକୁ ସେ ଜନ ମିଳଇ ସୁଖୀ ହୁଅଇ ଭଲେ ଏହା ଜାଣ। ଯେବେ ବା ବାଳକ ଗର୍ଭେ ବିନଷ୍ଟ ହୁଅଇ ତାହାର କୌଣସି କାର୍ଯ୍ୟ କରିବ ତ ନାହିଁ। ଶିଶୁ ମୃତେ ଦୁଗ୍ଧ ଦାନ ବାକ୍ୟ କରିଦେବ ପୁଣି ଜଳ ଘଟ ଭେଦ ପଦାର୍ଥକୁ ଦେବ। 5 ବରଷ ଯେବେ ବା କୁମରକୁ ହୋଇ ମରିଗଲେ ତାର ବିଧି ଶୁଣ ବାବୁ ତୁହି। କୁମାରମାନଙ୍କୁ ଏକତ୍ରିତ କରାଇବ ସୁମିଷ୍ଟ ପଦାର୍ଥ ସେମାନଙ୍କୁ ଖୁଆଇବ। ପୌଗଣ୍ଡରେ ମଲେ ଏହି ପ୍ରଥାକୁ କରିବ ତେବେ ସେ ବାଳକ ଭଲ ଗତିକୁ ଲଭିବ। 5 ବର୍ଷ ଠାରୁ 16 ବର୍ଷ ଯାଏ ଜାଣ। ଅକାତରେ ଯେବେ କେହି ତେଜଇ ଜୀବନ ବ୍ରତ ହୋଇଥିବା ପ୍ରଥା ଅନୁସାରେ ଜାଣ। ଶୌଚାଦି କାର୍ଯ୍ୟକୁ ତାର କରିବ ବହନ ପ୍ରୟାସ କରିଣ ଅବା ଗୁଢ଼ ମିଶ୍ରିତରେ। ପିଣ୍ଡଦାନ ଦେବ 10 ଦିନ ପର୍ଯ୍ୟନ୍ତରେ। ଏକାଦଶ ଦ୍ୱାଦଶ ଦିନର ବିଧି ଶୁଣ। ବୃକ୍ଷୋତ୍ସର୍ଗ ନୁହିଁ ଅଳ୍ପ କ୍ରିୟାର ପ୍ରମାଣ। ମହାଭାର ଦାନମାନ ସେମାନଙ୍କ ପାଇଁ କରିବ ନାହିଁ ଯେ ଏହା ବିଧାନ ଅଟଇ। ପିତୃମାନେ ବଞ୍ଚିଥିଲେ ସପିଣ୍ଡ ନ କରି ପୌଗଣ୍ଡ ବିଧାନ ଏହା କହିଲି ବିସ୍ତାରି। କେବଳ ସେହି ପ୍ରେତର ଉଦ୍ଦେଶ୍ୟରେ ଜାଣ। ଏକୁଦିଷ୍ଟ ଶ୍ରାଦ୍ଧ ଦେବା ଅଟଇ ପ୍ରଧାନ। ସ୍ତ୍ରୀ ଜାତିଆ ବର ଶୂଦ୍ର ଜାତିମାନଙ୍କର ବିବାହ ହେଲେ ସଂସାର ହେଲା ତାହାଙ୍କର। ସମସ୍ତ ପ୍ରକାର ବର୍ଣ୍ଣ ଯେତେ ସଂସାରେ ବ୍ରତ ସଂସ୍କାର ନଥାଏ ସମସ୍ତଙ୍କ ଘରେ।
केते जे हुअन्ति व्रत केते जे विवाह संस्कार हुई तहु सेमानंक देह समस्त वर्ण मानंकु नुहे ए विधान जेउ अवस्थारे मले जेपरि विधान जेउ परि अल्प कर्म कले संपादन अल्प बय हुई तहिरे प्रमाण 16 वर्ष परिजन्ते किशोर बयस तहु बेसी हेले तरुण रे से उभास तरुण अवस्था जेबे हुए प्राणींकर संपूर्ण रूपरे कार्य होइब तांकर सजा वृक्ष यज्ञ आदि जेतेक व्यवहार छत्र उपान आदि दानर संभार गरु दान स्वर्ण दान तिल आदि दान उत्तम ब्राह्मण डाकी करिब प्रदान श्रुतिरे आंबर एही विधान अछई सन्यासी माने मरिले पुड़ी देव नाही जति जेउ माने सेही मानंकर जान सन्यासी मानंक परि करिब विधान गृही सन्यासी जेतेक संसारे अछंती भूमिरे तांकर सब पुतिब झटती एही मानंकर दाह शास्त्रर निषिद्ध उदक क्रिया करिबा नुहई प्रसिद्ध एमानंक पाई प्रेत मंत्र को पढ़िब विष्णु मंत्र रे तांकर शरीर न्यासिब आउ मध्य शास्त्र रे जे अछई एमंत दंड सह दान सेही मानंक विहित उदक क्रियार ठारू दशाह करंती मात्र प्रेतत्व को तांक आत्मा जे न पांती ज्ञान मते सन्यासीर रूप को ध्याइले प्रेत ताहाकु छाड़ी न पारई भले जेतेबेले सन्यासी जे दंड को घेनई नारायणक स्वरूप जानी बटी सेही त्रिदंड जेबे सन्यासी करई ग्रहण किछार प्रेतत्व गमे से वैकुंठ धाम ज्ञान भाव रे जे लुक सन्यासी संगरे संग होई थाए मुक्ति हुई ताहारे तेणु करी पिंड दान ताकु न जुगाई देले मध्य तांकर जे इच्छा नाही तही एणु करी पिंड आदि प्रेत कर्म मान सजन क्रिया आदि जहा अछई विधान सेही समस्त तांकर नाही प्रयोजन तेणु करी सेही विष्णु भेकधारी जन श्रीहंस परमहंस पुणी चल त्रासी बहुदल मिशिन ए चारि हे सन्यासी हंस सन्यासी जे तांक लक्षण को शुण बहुत धर्म रे थाए स्वयं नारायण प्रथमे मित्र पुत्र कलत्र बांधव पत्नी पिता आदिकर संबंध छाड़िब बिना यज्ञ पवित्र जे सदाय गायत्री जप आदि शेष कर्म करिब पतत्री एहा जे अभ्यास करी विष्णु नाम धरे दंड को धरी न पारे जानी थाओ भले आच्छादन वस्त्र कौपी नकु सुख करी वेद मंत्र उच्चारी न परिग्रह करी एही परि कले तार सदगति होई नारायणक स्वरूप धरईटी सेही एही परि दीक्षा सन्यासीर श्रेष्ठ भाव एथु चारि जाति शाखा होईछि उद्भव जेमाने हंस सन्यासी हंस गुण धरी निर्बंधरे परिग्रह न करी काहारी ब्रह्म मार्गरे मन को जे करे धावित शुण मने पृथ्वी को बुले अविरत जीवन रखिबा पाई जे जाहा दियई आनंदे खाई न ताहा सुखरे रहई लाभ हानि भल मंद एक प्राय मणे शुक्लांबर विष्णु को जे चिंते अनुक्षणे आत्मा को निष्ठा करी न संयमे चलई शुभ की अशुभता चित्ते नगे नई सड़ा पचा सद्य सबु देखई समान सर्व प्राणी को समान देखे अनुक्षण लुक शून्य घरे देव गृहे श्मशान रे हुंकार निकटे अबा वृक्षर मूल रे
କୁରାଳ ଶାଳରେ କିବା ହୁମ ଘରେ ଯାଇ ପର୍ବତ ଗୁହାରେ କିବା ବନ ମଧ୍ୟ ରହି କ୍ରୁଟରେ ବା କୁଟୀରରେ ଏତେକ ସ୍ଥାନରେ ବିଶ୍ରାମ କରଇ ସେହି ଆନନ୍ଦ ମନରେ କାମନା ରହିତ ବ୍ରତ ଧର୍ମ ସେ କରଇ ସର୍ବଦା ବିଷ୍ଣୁଙ୍କ ନାମ ମାଳା କରୁଥାଇ ପୁକ ମାଛି କାଷ୍ଠ ପାଷାଣାଦି ହିଂସ୍ର ଜୀବ ସ୍ତ୍ରୀ ପୁରୁଷ ପିଲା ବୃଦ୍ଧ ଯେତେକ ମାନବ ସମସ୍ତଙ୍କୁ ସମାନ ଯେ ଦେଖଇ ନେତ୍ରରେ ଭେଦ ଜ୍ଞାନ ଧ୍ୟାନ ନ ରଖଇ କାହାଠାରେ ହଂସ ଦୀକ୍ଷା ସନ୍ନ୍ୟାସୀଙ୍କ ଏମନ୍ତ ଲକ୍ଷଣ ପରମହଂସଙ୍କ ଦୀକ୍ଷା ଶୁଣ ପକ୍ଷୀରାଣ ଦଣ୍ଡକ ମଣ୍ଡଳୁ ଧରି କପିନ ପିନ୍ଧଇ ବିଧି ନିଷେଧକୁ ତାର ତିଳେ ଶଙ୍କା ନାହିଁ ଅଖଣ୍ଡ ବ୍ରହ୍ମ ବଜଇ ନ ଜାଣଇ ଆନ ପୂର୍ଣ୍ଣ ଆନନ୍ଦରେ ସଦା କାଟୁଥାଏ ଦିନ ପରମ ଆତ୍ମା ବ୍ୟତୀତ ଅନ୍ୟ ନ ଭାବଇ ଏକାଗ୍ର ଚିତ୍ତରେ ସଦା ଧ୍ୟାନ ମଗ୍ନ ଥାଇ ବ୍ରହ୍ମ ପଦାର୍ଥ ଏହିଟି ଶରୀରର ପରି ସର୍ବଭୂମି କି ସମାନ ଘେନି ତପ କରି ନିଜର ଶରୀର ଅଛି କିବା ନ ଅଛି ନ ଜାଣଇ ବ୍ରହ୍ମେ ସେହି ମନୋବୃତ୍ତି ଗଛି ବେଦରେ ସନ ଭାବ ହୋଇଛି ଲେଖନ ଶ୍ରୀ ଭାଗବତ ଗ୍ରନ୍ଥରେ ଏମନ୍ତ ବିଧାନ ନିଜ ଦେହ ଅଛି ବୋଲି ସେହି ନ ଜାଣଇ ଦେହରେ କି କାର୍ଯ୍ୟ ହୁଏ ଜ୍ଞାନ ତାର ନାହିଁ ମଦ ଖାଉଥିଲେ ଅଙ୍ଗ ଯେସ ନ ହୁଅଇ କି କାର୍ଯ୍ୟ କରୁଛି ବୋଲି ବିବେକ ନଥାଇ ଦେହ ବସ୍ତ୍ର ଅଛି କିବା ନାହିଁ ଏହି ଜ୍ଞାନ ମଦ୍ୟ ପିଲୁ କର ଜେନେ ହୁଅଇ ବିଲୀନ ସେହିପରି ବ୍ରହ୍ମେ ଚିତ୍ତକୁ ସେ ନିମଜାଇ ସ୍ଥୂଳ ଶରୀର ଅବସ୍ଥା କିଛି ନ ଭାବଇ ଖରା ବର୍ଷା କାକର ଯେ ଶୀତ ଉଷ୍ଣ ମାନ ସମସ୍ତ ସମାନ ମଣେ ନୁହେଁ ଚିତେ କ୍ଷୀଣ ମାନ ଅପମାନ ମଦ ମାତ୍ସର୍ଯ୍ୟ ସହିତେ ସମସ୍ତ ସମାନ ମଣେ ଏ ଭାବଇ ଚିତେ ଚିତ୍ତବୃତ୍ତିକୁ ନିରୁଦ୍ଧ ସଦା କରିଥାଏ ଶୀତ ଉଷ୍ଣ କଷ୍ଟକୁ ସେ ଦୂର କରିଥାଏ ତାହାର ନିବାରଣରେ ବାଲ୍ୟ ଭାବ ଧରେ ଶିଶୁ ଲୀଳା ବିଷୟକୁ ଚିତ୍ତରେ ସେ ସ୍ମରେ ଯେପରି ପିଲାଏ ଖେଳ ରଙ୍ଗେ ଥିଲେ ମତ ନ ଜାଣନ୍ତି ଶୀତ କଷ୍ଟ ଖେଳେ ଥାଏ ଚେତ ସେହିପରି ଯୋଗୀ ଆତ୍ମାର ଯେ ରତ ଥାଇ ବାଳକ ଚରିତ ମାନ ଚିତ୍ତରେ ଘେନଇ ବାଳକର ପରିବ୍ୟବହାର ସେ କରଇ ଜ୍ଞାନ ଅମୃତରେ ପ୍ରାଣ ତୃପ୍ତ କରିଥାଇ ତତ୍ତ୍ୱଦର୍ଶୀ ଧୀରମତି ନିଶ୍ଚଳ ଧିଆନ ପରମହଂସ ଦୀକ୍ଷାର ଏମନ୍ତ ବିଧାନ କୁଟୀରବାସୀ ମାନଙ୍କର ଧର୍ମ ଏବେ ଶୁଣ ଯେଉଁ ଧର୍ମ ଆଚରିଣ ଥିଲେ ଋଷିଗଣ ସଂସାରେ ଜନ୍ମିନ ସେହି ସଂସାରୀ ନୁହଇ ସଂସାରର ପୁତ୍ର ଦ୍ୱାରା ମୋର ଭୁଲ ଥାଇ ଏହି ପ୍ରକାରେ ଯାହାର ସ୍ଥିର ବୁଦ୍ଧି ହୁଏ ବିଶୁଦ୍ଧ ବୈରାଗ୍ୟ ଯାର ମନେ ଜାତ ହୁଏ ଏହି ମାନେ ଯେ କୁଟୀର ଧର୍ମେ ଅଧିକାରୀ ତହିଁର କ୍ରିୟାକଳାପ ଶୁଣ ନାଗଇରି ଶ୍ରୀହଂସ ପରମହଂସ ପ୍ରାୟ ହେବ ଏହି ତ୍ରିଦଣ୍ଡିତ ଏହି ମାନେ ଶାସ୍ତ୍ର ଯେ କହଇ ପ୍ରଥମରୁ ଦୁଇ ଧର୍ମେ ହଇଲେ ଆସକ୍ତ ଗୋଟିଏ ତୀର୍ଥରେ ବାସ କରିବା ବିହିତ ପ୍ରତ୍ୟେକ ଦିନ ଦ୍ୱାଦଶ ସହସ୍ର ପ୍ରମାଣରେ ପ୍ରଣବ କରିବ ଇଷ୍ଟ ଦେବଙ୍କ ଧ୍ୟାନରେ ଚତୁର୍ଥ ମାସରେ ଭକ୍ଷ୍ୟ କରି ଏକବାର ମହାବାକ୍ୟକୁ କହିବ ହୃଦେ ବାରମ୍ବାର ଆତ୍ମାର ଅନୁସନ୍ଧାନେ ଚିତ୍ତବୃତ୍ତି ଦେଇ ଅନ୍ୟ କର୍ମରେ ମନକୁ କେବେ ନ ଚାଳଇ କୁଡ଼ିଆ କରିନ ଏକାକୀ ରହିବ ବ୍ରହ୍ମଜ୍ଞାନ ତହିଁ ରହି ପ୍ରକାଶୁଣ ଥିବ କୁଟୀର କରିଣ ଭିକ୍ଷା କରି ଯେ ଆଣିବ ସେହି କୁଟୀରରେ ତାହା ବାଣ୍ଟି କୁଣ୍ଟି ଦେବ ସପ୍ତଦ୍ୱାରୁ ଭିକ୍ଷା ଯେ କରିବ ସଂଗ୍ରହ ଅଧିକ ଲୋଭ କରିଲେ ଲାଗଇ ଯେ ମୋହ ନିୟମିତ ଆହାର ଯେ କରିବ ସେଠାରେ କୁଟୀର ସନ୍ନ୍ୟାସୀ ଲକ୍ଷଣ ଯେ ଏ ବିଧିରେ ଏ ବହୁ ଦକ ସନ୍ନ୍ୟାସୀର ରୀତି ଶୁଣ ସେମାନଙ୍କୁ ଚିହ୍ନିଥାଅ କରିଣ ଦୃଢ଼େଣ
ସେମାନେ ସର୍ବଦା ତୀର୍ଥ ଯାତ୍ରା ଯେ କରନ୍ତି, ଅଳସୁଆ ନୋଇନ ଯେ ସଦା ବୁଲୁଥାନ୍ତି। ଗ୍ରାମମାନଙ୍କରେ ସେହି ଏକ ରାତ୍ର ରହି ଅନ୍ୟ ଗ୍ରାମକୁ ସେ ତହୁଁ ଯିବେକ ଚଳାଇ। ନଗରରେ 3 ରାତ୍ର ରହିବା ବିଧାନ, ରାତ୍ରେ ରହିବ ପରମ ବ୍ରହ୍ମକୁ ଧ୍ୟାୟିନ। ତୀର୍ଥମାନଙ୍କରେ 7 ରାତ୍ର ସେ ରହିବେ, ତ୍ରିକାଳ ସନ୍ଧ୍ୟା କରି କଷା ବସ୍ତ୍ର ପିନ୍ଧିବେ। ମୁଷ୍ଟି ଭିକ୍ଷା କରି ତାହା ରନ୍ଧନ କରିନ, ଅତିଥିକୁ ଦେଇ ବାକି କରିବେ ଭୋଜନ। ନିଜ ଆଶ୍ରମ ଧର୍ମରେ ସଦାରତ ହୋଇ, ପ୍ରଣବ ମନ୍ତ୍ରକୁ ଉଚ୍ଚାରିବେ ସ୍ଥିର ହୋଇ। ଦଣ୍ଡକୁ ଧରିନ ଅନ୍ୟ ତୀର୍ଥକୁ ଗମିବେ, ବହୁ ତୀର୍ଥୋଦକ ଘେନି ମହୀରେ ଭ୍ରମିବେ। ଏହି ପ୍ରକାର କର୍ମେ ଯେ ଥାଏ ଦେହ ବହି, ବହୁଦକ ସନ୍ନ୍ୟାସୀ ଯେ ଏହାଙ୍କୁ କହଇ। କୁଟିଚକ ବହୁଦକ ଧର୍ମୀ ଏହି ମାନେ, ସନ୍ନ୍ୟାସୀର ଅଧିକାର ଶାସ୍ତ୍ରର ବଚନେ। ମନ୍ଦ ବୈରାଗ୍ୟ ବିଷୟ ଶୁଣ ଦେଇ ମନ, ଉଭୟ କୁଳ ବିନାଶ ହୁଅଇ ତା ଜାଣ। ସେହିମାନଙ୍କ ସନ୍ନ୍ୟାସ ଧର୍ମ ଯୋଗ୍ୟ ଦେହି, ଆବର ଶୁଣ ତାହାର ଯେ କର୍ମ ହୁଅଇ। ପ୍ରିୟତମ ଭାର୍ଯ୍ୟ ବା ଉପଯୁକ୍ତ ପୁତ୍ର, ବିମନ ହେଲେ ଏମାନେ ସୁଖେ ହୋଇ ଆର୍ତ୍ତ। ପୁଣି ଧନ ସମ୍ପତ୍ତି ଯେ ଗଲେ ଦୂର ହୋଇ, ନାନାଦି ଦୁଃଖ ତାହାକୁ ଯେବେ ବି ମିଳଇ। କିଏ ବା ଶତ୍ରୁ ସଙ୍ଗରେ ହାରି ନ ଲଜ୍ଜାରେ, ନିନ୍ଦନୀୟ କର୍ମ କରି ନ ଚାହେଁ କାହାରେ। ଏସବୁ କାରଣ ନେଇ ଯେ ବୈରାଗ୍ୟ ଧରେ, ସନ୍ନ୍ୟାସ ଧର୍ମରେ ଅଧିକାର ନାହିଁ ତରେ। କିଏ ବା ଖାଇବା ବିନା କଷ୍ଟ ଯେ ଲଭଇ, ଦୀକ୍ଷାକୁ ବହି ଉଦର ପୁଷଇ ଯେ ଦେଇ। ପୁଣି ଯେବେ ରାଜଦଣ୍ଡ ଭୟରେ ସେ ନର, ସନ୍ନ୍ୟାସୀ ହୁଅଇ ଶୁଦ୍ଧ ନୁହେଁ କେବେ ତାର। ବିବାହ ହେବାକୁ ତାର ବହୁ ଇଚ୍ଛା ଥାଇ, ଧନହୀନେ ଯେବେ ସେ ବିବାହ ନ ହୁଅଇ। କିଏ ବା ଋଣ କରି ନ ଶୁଝି ନ ପାରିଲେ, ବୈଷ୍ଣବ ଦୀକ୍ଷାକୁ ଧରେ ଏହି କାରଣରେ। ଏଥିରେ ତାହାର ସନ୍ନ୍ୟାସୀର ଅଧିକାର, ନାହିଁ କଦାପି ହେ ଖଗ ଶାସ୍ତ୍ରର ବିଚାର। ଆବର ଶୁଣ ହେ ବାବୁ ଚିତ୍ତବୃତ୍ତି ଦେଇ, ହଂସ ପରମହଂସ ସନ୍ନ୍ୟାସୀମାନେ ଯେହି। କୁଟିଚକ ବହୁଦକ ଯେଉଁ ସନ୍ନ୍ୟାସୀ, ଏହି 4 ପ୍ରକାର ଯେ ପ୍ରଧାନ ବିଶେଷୀ। ଯେବେ ବା କାଳ ବଳରେ ୟାଙ୍କ ମୃତ୍ୟୁ ହୋଇ, ଏହିମାନଙ୍କୁ ଦହନ କରିବ ଯେ ନାହିଁ। ଗଙ୍ଗାଦି ତୀର୍ଥ ଥିଲେ ଯେ ତହିଁ ପକାଇବ, ଅଥବା ମୃତ୍ତିକା ମଧ୍ୟରେ ସମାଧି କରିବ। କିଏ ବା ମାଟିରେ ଗର୍ତ୍ତ ଖୋଳି ଦେବ ପୋତି, ଯେବେ ବା ନିକଟେ ରହିଥିବ ସ୍ରୋତସ୍ୱତୀ। ସେହି ଜଳେ ପକାଇବ ଏମାନଙ୍କୁ ନେଇ, ପବିତ୍ର ପିଣ୍ଡ ସ୍ପର୍ଶରେ ଜଳ ଶୁଦ୍ଧ ହୋଇ। ପବିତ୍ର ଗରୁଡ଼ ପୁରାଣଟି ଅଟେ ଏହି, ଶୁଣିବା ଲୋକର ବହୁ ଧର୍ମ ହୁଅଇ। ଯେ ଶୁଣାଏ ତାହାର ଯେ ହାଦେ ହୁଏ ଧର୍ମ, ଭକ୍ତିରେ ଶୁଣିଲେ ନର ଲଭେ ମୁଖ୍ୟ କାମ। ଯେଉଁ ନାରୀମାନେ ଭକ୍ତି ଭରେ ୟା ଶୁଣିବେ, ବିଷ୍ଣୁ ଭକ୍ତି ସେମାନଙ୍କ ଜନମିବ ହୃଦେ। ସର୍ବଦୋଷ ତାହାଙ୍କର ହୋଇବ ଯେ କ୍ଷୟ, ପତିବ୍ରତା ସ୍ୱାଧୀ ସେହି ହୋଇବେ ନିଶ୍ଚୟ। ବିଷ୍ଣୁ ଭକ୍ତ ପୁତ୍ର ତାଙ୍କ ହୋଇବ ତ ଜାତ, ଶ୍ରଦ୍ଧାରେ ଶୁଣିଲେ ଫଳ ଲଭନ୍ତି ଏମନ୍ତ। ଅଷ୍ଟାଦଶ ପୁରାଣ ଯେ ଅଛଇ ଯେତେକ, ତହିଁ ମଧୁ ବାଛି ବାଛି ହୋଇଛି ଏଠିକ। ଶ୍ରୀ ବ୍ୟାସଦେବଙ୍କ ଏହା ଅଟଇ ଆଖ୍ୟାନ, ଯେ ମହାତ୍ମା ସାକ୍ଷାତରେ ଦିତି ନାରାୟଣ। ସମସ୍ତ ପ୍ରାଣୀମାନଙ୍କ ଉପକାର ପାଇଁ, ଶ୍ରୀ ଗୁରୁ ଗୋବିନ୍ଦ ଆଜ୍ଞା ଶିର ପରେ ଧ୍ୟାଇ। ପ୍ରେତ ଉଦ୍ଧାର ଚରିତ ଅତ୍ୟନ୍ତ ଗହନ, ଶୁଣିଲେ କୁଳ ବର୍ଦ୍ଧିତ ହୁଅଇ ଭବେନ। ଦୀନହୀନ ମୁହିଁ ମୋର ହୃଦେ ଜ୍ଞାନ ନାହିଁ, ଶୂନ୍ୟବାସୀଙ୍କ ଦୟାରେ ଏ ଗ୍ରନ୍ଥ ଲେଖଇ। ଜୟ ପ୍ରଭୁ ଶୂନ୍ୟବାସୀ ସଂସାର କାରଣ, ଦୀନ ଜନେ ତ୍ରାହି କର ପ୍ରଭୁ ନାରାୟଣ। इति श्री गरुड़ पुराणे सारोद्धारे शवदाह ओ प्रेतकृत्य विधि प्रसंगे नाम 10 अध्याय।